ସୁଭାଷ ଚନ୍ଦ୍ର ବୋଷ ଛୋଟ ଥାଆନ୍ତି। ମାଙ୍କ କୋଳରୁ ଉଠି ମାଟିରେ ଶୋଇଗଲେ। ମା ପଚାରିବାରୁ କହିଲେ, ଆଜି ଆମର ଶିକ୍ଷକ କହୁଥିଲେ ଯେ ଆମର ପୂର୍ବଜ ଋଷିମୁନି ଥିଲେ। ମାଟିରେ ଶୋଉଥିଲେ ଏବଂ କଠୋର ଜୀବନଯାପନ କରୁଥିଲେ। ମୁଁ ମଧ୍ୟ ଋଷି ହେବି, ତେଣୁ କଠୋର ଜୀବନଯାପନର ଅଭ୍ୟାସ କରୁଛି। ପିତା ଚେଇଁଗଲେ। ସେ କହିଲେ, କେବଳ ମାଟି ଉପରେ ଶୋଇବା ହିଁ ପର୍ଯ୍ୟାପ୍ତ ନୁହେଁ। ଜ୍ଞାନ ସଞ୍ଚୟ ଏବଂ ସେବା ସଂଲଗ୍ନ ହେବା ମଧ୍ୟ ଆବଶ୍ୟକ ଅଟେ। ବର୍ତ୍ତମାନ ତୁମେ ମାଙ୍କ ପାଖରେ ହିଁ ଶୋଇଯାଅ। ବଡ଼ ହେଲେ ତିନୋଟି ଯାକ କାମ କରିବ। ସୁଭାଷ ଶିକ୍ଷକ ଏବଂ ପିତାଙ୍କ କଥାକୁ ସ୍ମରଣ ରଖିଥିଲେ। ICS ପାସ୍ କରିବା ପରେ ସେ ମାତୃଭୂମିର ସେବାରେ ଜୁଟିଗଲେ ଏବଂ ମରଣ ପର୍ଯ୍ୟନ୍ତ ନିର୍ବାହ କଲେ। ଏଭଳି ହୋଇଥାନ୍ତି ମହାମାନବ। ଯୁଗଶକ୍ତି ଗାୟତ୍ରୀ, 26 ମାର୍ଚ୍ଚ 1990। विचारक्रांति दूत यूट्यूब ओडिया चैनल को सब्सक्राइब करिया सह परवर्ती वीडियो प्राप्त करिया पई बेल आइकन दबांतु एवं विचारक्रांति दूत ओडिया फेसबुक और इंस्टाग्राम सह जोड़ी हुंतु। धन्यवाद।